ଲୀଳାଙ୍କ ମନ୍ଦିରରେ ଚମତ୍କାର 680 କିମି ଦୂରରୁ ଫେରି ପାଇଲେ ଅମୂଲ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। ପ୍ରାଣ ପ୍ରତିଷ୍ଠା ଦିନ ସନ୍ଧ୍ୟାରେ ଗୋଟିଏ ମାଙ୍କଡ଼ ରାମଲଲ୍ଲାଙ୍କ ପ୍ରତିମା ନିକଟରେ ନଜର ଆସିଥିଲା। କେବଳ ଏତିକି ନୁହେଁ, ନିକଟରେ ଆଉ ଏକ ରୋଚକ ଘଟଣା ଘଟିଛି। ଅଯୋଧ୍ୟା ରାମଲଲ୍ଲା ମନ୍ଦିରରେ ଜଣେ ମହିଳାଙ୍କ ପର୍ସ ହଜିଯାଇଥିଲା। ପରେ ହରିଦ୍ୱାରରେ ମିଳିଥିଲା ପ୍ରାୟ 680 କିଲୋମିଟର ଦୂରତାରେ ମିଳିଥିଲା ବଳରାମଙ୍କ କୃପାରୁ ହଜିଯାଇଥିବା ପର୍ସ ପୁଣି ମିଳିଥିଲା। କିନ୍ତୁ ଟଙ୍କା ବିଷୟରେ ଚିନ୍ତା ନକରି ମହିଳା ଜଣଙ୍କ ପ୍ରଥମେ ରାମଲଲ୍ଲାଙ୍କୁ ଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ମନେ ମନେ ରାମଙ୍କୁ ପର୍ସ ଫେରାଇବା ପ୍ରାର୍ଥନା କରୁଥିଲେ। ଶ୍ରୀଧର ବେମ୍ବୁ ନାମକ ଜଣେ ବ୍ୟକ୍ତିଙ୍କ ମାଙ୍କ ପର୍ସ ମିଳିନଥିଲା। ସେତେବେଳେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ସେ ତାଞ୍ଜାନୁର ନିକଟରେ ଥିବା ତେନକାସିରେ ପହଞ୍ଚିଥିଲେ। କିନ୍ତୁ ହଜିଯାଇଥିବା ପର୍ସ ଅଯୋଧ୍ୟାଠାରୁ 680 କିଲୋମିଟର ଦୂରରେ ଥିବା ହରିଦ୍ୱାରରେ ଜଣେ ସାଧୁଙ୍କ ନିକଟରେ ମିଳିଲା। ହରିଦ୍ୱାରର ସାଧୁ ସୁଧା ପ୍ରେମାନନ୍ଦ ମହାରାଜ ଜାନୁଆରୀରେ ରାମଲଲ୍ଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। କିନ୍ତୁ ହଠାତ୍ ଗୋଟିଏ କ୍ରମରେ ପର୍ସ ତାଙ୍କ ବ୍ୟାଗରେ ପଡ଼ିଗଲା। ହରିଦ୍ୱାର ଯିବା ପରେ ତାଙ୍କୁ ବ୍ୟାଗରେ ପର୍ସ ମିଳିଥିଲା। ପର୍ସରେ ଥିବା ଆଧାର କାର୍ଡ ଆଧାରରେ ପୋଲିସ ସାଧୁ ସେ କହିଛନ୍ତି ଯେ ତାଙ୍କ ଯୋଗାଯୋଗ କରିଥିଲେ। ବ୍ୟାଗରେ ଏକ ୱାଲେଟ୍ ମିଳିଥିଲା ଯେଉଁଥିରେ ଟଙ୍କା ଓ ଆଧାର କାର୍ଡ ରହିଥିଲା। ପରେ ଅଯୋଧ୍ୟା ପୋଲିସ ଶ୍ରୀଧରଙ୍କ ସହ ଯୋଗାଯୋଗ କରିଥିଲା। ପର୍ସରେ ଥିବା ଆଧାର କାର୍ଡ, ପୂଜା ସାମଗ୍ରୀ ଓ ନଗଦ 66,290 ଟଙ୍କା ଶ୍ରୀଧରଙ୍କୁ ଫେରାଇ ଦେବା ପାଇଁ ପୋଲିସ ଯୋଗାଯୋଗ କରିଥିଲେ। ସେହି କ୍ରମରେ ଶ୍ରୀଧର ବୁଧବାର ପୁଣି ରାମ ମନ୍ଦିରକୁ ଯାଇଥିଲେ। 101F ଦାୟିତ୍ୱରେ ଥିବା ଯଶୋବନ୍ତ ସିଂ ପର୍ସକୁ ଶ୍ରୀଧରଙ୍କୁ ଦେଇଥିଲେ। ଭଗବାନ ରାମଙ୍କ ଅନୁଗ୍ରହରେ ପର୍ସ ଫେରି ପାଇବାରୁ ପରିବାର ସଦସ୍ୟ ଖୁସି ହୋଇଯାଇଥିଲେ।